ଇକେୱାଇସି ର ଷ୍ଟାଟସ୍ ହେଉଛି ଏଇଆ ଯେ ତାକୁ ସେଣ୍ଟର କେ ବନ୍ଦ କରିଛି ସରିଯାଇଛି ଇକେୱାଇସି। ଆମର ରାଜ୍ୟର ପ୍ରାୟ 15,67,000 ଲୋକ ଇକେୱାଇସି ଏପର୍ଯ୍ୟନ୍ତ କରିନାହାନ୍ତି। ତେଣୁ ଯେଉଁମାନେ ଇକେୱାଇସି କରିନାହାନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଆଉ ମୋର କହିବା କଥା ଶୀଘ୍ର କରିଦେଇଥାନ୍ତେ। ସମୟ ପୁରା ପଳେଇଲାଣି। ଆଉ ୟା ବାଦ ବି ଆମେ ସେମାନଙ୍କର ଚାଉଳ ତ ପଠାଉଛୁ, କିନ୍ତୁ ୟାପରେ ଚାଉଳ ବ୍ରେକ୍ କରିଦିଆଯିବ। ଯେଉଁମାନେ ଇକେୱାଇସି ନ କରିବେ ସେମାନଙ୍କର ଚାଉଳ ଆଉ ତାଙ୍କୁ ଦିଆଯିବ ନାହିଁ। ଏବେ ତ ସେଣ୍ଟର ବନ୍ଦ କରିଦେଲା, ଇକେୱାଇସି ପୁରା ବନ୍ଦ କରିଦେଲା। ଯେଉଁମାନେ ଇକେୱାଇସି ମୁଁ କହିଛି କରିବେ ନାହିଁ ସେମାନଙ୍କୁ ଚାଉଳ ଯିବ ନାହିଁ। ଯେଉଁମାନେ ଇକେୱାଇସି କରିନାହାନ୍ତି ସେମାନଙ୍କ ନାଁରେ ଆଉ ଚାଉଳ ଯିବ ନାହିଁ। ସରିଯାଇଛି, ସବୁ ସରିଯାଇଛି। ସବୁ ପୁରା ଅଲରେଡ଼ି। ଆଉ ତାପରେ କେନ୍ଦ୍ର ଯଦି ବଢ଼େଇବ ଆମେ ବଢ଼େଇବୁ, କେନ୍ଦ୍ର ଯଦି ନ ବଢ଼େଇବ ଆମେ ଆଉ ବଢ଼େଇବୁ ନାଇଁ। କେହି ତ ନାହାନ୍ତି। ମୁଁ ବହୁତ ଦିନ ଧରିକି ଆମେ ବଢ଼େଇଲେ ନା, 7-8 ମାସ ଧରିକି ଚାଲିଲା ଇକେୱାଇସି, ଆଉ ପୁଣି ବଢ଼େଇବା ନାହିଁ। ଇଏ ସମୟ କହିବ। ଆମେ ଆଗ ତାକୁ ତ ବନ୍ଦ କରିଛୁ, ତା ଭିତରୁ ଯଦି କିଏ ଆସିବ ପୁଣି ଲିଖିତ ଆକାରରେ ଦେବ, ପୁଣି ତା କଥା ବିଚାର କରିବା। ନାଇଁ ଏମିତି କିଛି ଡେଡ଼ଲାଇନ୍ ନାହିଁ। ଡେଡ଼ଲାଇନ୍ ପୁରା ସରିଯାଇଛି। ତାପରେ ବି ଯଦି କିଏ ଦୁଃଖୀ ରଙ୍ଗୀ ରହିଗଲା, ସିଏ ଯଦି ଆମକୁ ଲିଖିତ ଆକାରରେ ଜଣେଇବ ତା କଥା ସ୍ପେଶିଆଲ ବୁଝାଯାଇପାରେ। କିନ୍ତୁ ନାଇଁ, ନିଶ୍ଚିତ ଭାବରେ ଯେଉଁମାନେ ଇକେୱାଇସି ନ କରିଥିବେ ତାଙ୍କ ଚାଉଳ ବନ୍ଦ ହେଇଯିବ।